ବାବୁ ଏବେ ସାରା ଦେଶରେ ଆପଣଙ୍କ ଦଳ ତରଫରୁ ମୋ ମାଟି ମୋ ଦେଶ ଏହି ଅଭିଯାନ ଜାରି ରହିଛି। ଆଉ ଦର୍ଶକ ପ୍ରଥମେ ଜାଣିବାକୁ ଚାହିଁବେ ଏହି ଅଭିଯାନର ଉଦ୍ଦେଶ୍ୟଟା କ'ଣ? এটা গোটে রাষ্ট্রীয় কার্যক্রম, এটা গোটে জাতীয়তাবাদী কার্যক্রম। এটা বিগত ବର୍ଷ ମାନଙ୍କରେ 1200 ବର୍ଷ ପରାଧୀନତା ଭାରତବର୍ଷ ଥିଲା। ଶକ ହୁନ ମୋଗଲ ପଠାଣ ଇଂରେଜ ଏମାନଙ୍କୁ ପରାଧୀନ 1200 ବର୍ଷ କରିଛନ୍ତି। ତା ଦେହରେ ଅସହ୍ୟ ଯନ୍ତ୍ରଣା କଷ୍ଟ ତ୍ୟାଗ ତପସ୍ୟା ବହୁ ଲୋକ କରିଛନ୍ତି। ସେମାନେ 1200 ବର୍ଷ ଗୋଟେ ଲମ୍ବା ସମୟ ଏବଂ ଏବେ 75 ବର୍ଷ ସ୍ୱାଧୀନତା ପରେ ଗୋଟେ ଅମୃତ ମହୋତ୍ସବ ପାଳନ ଦେଶରେ ହେଇଛି। ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଏ କାର୍ଯ୍ୟକ୍ରମକୁ ଏଥିରେ କ'ଣ ହେବ? ଯେତିକି ମାଟି ସଂଗ୍ରହ ଏ ମାଟି ସଂଗ୍ରହ ଯେଉଁ ହେଇଛି ଏ ମାଟି ସବୁ ଦିଲ୍ଲୀ ଯିବ। ଦିଲ୍ଲୀରେ କର୍ତ୍ତବ୍ୟ ପଥରେ ଯେଉଁଠି ଅମୃତ ବାଟିକା ହେବ ସ୍ମୃତି ଚିହ୍ନ ହେବ ସେଇଠି ମାଟି ସବୁ ଯେତେ କଳସ ମାଟି ଯାଇ ସେ ଢଳାଯିବ ଏବଂ ସେ ମାଟି ସେଇ ଜାଗାରେ ଗୋଟେ ଶହୀଦ ମାନଙ୍କର ବଳିଦାନ ଦେଇଥିବା ଲୋକଙ୍କର କୋଟି କୋଟି ଲୋକଙ୍କର ଯେଉଁ ଲମ୍ବା ସମୟ ଧରି ଯେଉଁମାନେ ଆମ ଦେଶ ପାଇଁ ଜୀବନ ଦେଇଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ହେବ। ଆଚ୍ଛା, ଏଇ ଅଭିଯାନ ଆମେ ତ ଦେଖୁଛୁ ମନମୋହନ ବାବୁ, ଆପଣ ବି ଅନେକ ଜାଗାରେ ସାମିଲ ହେଇଛନ୍ତି, ମାଟି ସଂଗ୍ରହ କରୁଛନ୍ତି ଆଉ ଲୋକଙ୍କ ଭିତରେ ବିଶେଷ କରି ଆପଣଙ୍କ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ମଧ୍ୟ ଭରି ଦେଉଛନ୍ତି। ମୋର କହିବା କଥା ହେଲା ଯେହେତୁ ଆଗକୁ ନିର୍ବାଚନ ଅଛି, ଏହାଦ୍ୱାରା ନିର୍ବାଚନ ପ୍ରଚାର ହେଉଛି ନା ନାହିଁ? ଏଇଟା ବିଜେପି ଦଳ ତରଫରୁ ହେଉନି, ଏଇଟା ପ୍ରଧାନମନ୍ତ୍ରୀ ଆମର ନରେନ୍ଦ୍ର ମୋଦିଙ୍କର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଏଇଟା ରାଷ୍ଟ୍ରୀୟ କାର୍ଯ୍ୟକ୍ରମ। ଏଇଟା ସମସ୍ତେ କରିପାରିବେ। ଆମ ରାଷ୍ଟ୍ରୀୟ ସଭାପତି କହିଛନ୍ତି ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ସମସ୍ତଙ୍କ ଘର ପହଞ୍ଚି ଯାଇ ପୁଣ୍ୟ ପବିତ୍ର ମାଟି ଟିକେ ଆଣିବା ଏବଂ ପ୍ରଧାନମନ୍ତ୍ରୀ ଯେଉଁ ରାଷ୍ଟ୍ରୀୟ ଆହ୍ୱାନ ଦେଇଛନ୍ତି ଅମୃତ ବାଟିକା କରିବେ ସେଥିରେ ଆମର ସହଯୋଗ ରହିବ। ତେଣୁ ଏଇଟା ନିର୍ବାଚନ କାର୍ଯ୍ୟକ୍ରମ ନୁହେଁ, ଏଇଟା ବିଜେପିର କାର୍ଯ୍ୟକ୍ରମ ନୁହେଁ, ଏତେ ଦଳୀୟ ପତାକା କୌଣସି ଜାଗାରେ ବ୍ୟବହାର ହେଇନି। ଆମର କାର୍ଯ୍ୟକର୍ତ୍ତା ଆମ ଶୁଭେଚ୍ଛୁ ଯେଉଁମାନେ ଆସିଛନ୍ତି ସାଧାରଣ ଲୋକ ସମସ୍ତେ ଏଥିରେ ସାମିଲ ହେଉଛନ୍ତି। ଏଥିରେ 100ରୁ 100% କେଉଁଠି 0.001 ଲୋକ ମାଟି ଦେଉନାହାନ୍ତି, ଏମିତି କେଉଁ ଜାଗା ନାହିଁ। ମନୋହର ବାବୁ, ଇଏ ତ ଗୋଟେ ଗଲା ଅଭିଯାନ ମୋ ମାଟି ମୋ ଦେଶ। ଏ କାର୍ଯ୍ୟକ୍ରମ ବ୍ୟତୀତ ଆପଣ ନୂଆ ଦାୟିତ୍ୱ ନେଲା ପରେ ଜିଲ୍ଲାବାରୀ ଗସ୍ତ ମଧ୍ୟ କରୁଛନ୍ତି। ଆମେ ଦେଖୁଛୁ ଆ ଭିତରେ ବଲାଙ୍ଗୀର ଆପଣ ଗସ୍ତ କରିଛନ୍ତି, ସମ୍ବଲପୁର ଗସ୍ତ କରିଛନ୍ତି, ଆପଣ ମାଲକାନଗିରି ମଧ୍ୟ ଗସ୍ତ କରିଛନ୍ତି, ଗଞ୍ଜାମ ଜିଲ୍ଲାକୁ ମଧ୍ୟ 2 ଥର ଗସ୍ତ କରିଛନ୍ତି। କର୍ମୀଙ୍କ ଭିତରେ ଆପଣ ଉତ୍ସାହ ଆଣୁଛନ୍ତି, ଦଳରେ କେମିତି ଏକତା ଆସିବ ତା ପାଇଁ ମଧ୍ୟ ଆପଣ ଉଦ୍ୟମ କରୁଛନ୍ତି। କିନ୍ତୁ ଗୋଟେ କଥା ସ୍ପଷ୍ଟ ହେଲା ମନମୋହନ ବାବୁ ଯେ ଆପଣଙ୍କ ଦଳରେ ଏକତା ନାହିଁ, ଗୋଷ୍ଠୀ କନ୍ଦଳ ଅଛି। ଏ ଯେଉଁ ଗୋଷ୍ଠୀ କନ୍ଦଳକୁ ନେଇକି ଆପଣଙ୍କ ପ୍ରତିକ୍ରିୟା ପ୍ରଥମେ ଜାଣିବାକୁ ଚାହିଁବି। ସତରେ ଗୋଷ୍ଠୀ କନ୍ଦଳ ଅଛି ନା ନାହିଁ? ଆମ ଦଳରେ ଗୋଷ୍ଠୀ କନ୍ଦଳ କେବେ ନଥିଲା, ଆଜି ବି ନାହିଁ, ଆଗାମୀ ଦିନ ହେବାର ସମ୍ଭାବନା ନାହିଁ। ତାହେଲେ ଆପଣ ଯେଉଁ ବଲାଙ୍ଗୀର ଗସ୍ତ କଲେ, କର୍ମୀଙ୍କ ଭିତରେ ଯେଉଁ ମାରପିଟ ହେଲା ବିଚ୍ ରାସ୍ତାରେ, ତାକୁ ଆପଣ ଗୋଷ୍ଠୀ କନ୍ଦଳ କହିବେ ନା କହିବେନି? ଆପଣ ଗଞ୍ଜାମ ଜିଲ୍ଲା ଗସ୍ତ କଲେ ଦୁଇ ଥର ଗସ୍ତ ବେଳେ ଆପଣଙ୍କ ଉପସ୍ଥିତିରେ ସେଠି କାଳିମାଡ଼ ହେଲା, କର୍ମୀ ମୁହାଁମୁହିଁ ମଧ୍ୟ ହେଲେ, ଏଟାକୁ ଆପଣ ଗୋଷ୍ଠୀ କନ୍ଦଳ କହିବେନି? ଯେଉଁ ଆମ ଦଳରେ ଗୋଷ୍ଠୀ କନ୍ଦଳ ଗୋଟିଏ ଦଳରେ ଭାରତୀୟ ଜନସଂଘଠୁ ଭାରତୀୟ ଜନତା ପାର୍ଟି ପର୍ଯ୍ୟନ୍ତ ଆଜି ଇଏ 75 ବର୍ଷ ହେବାକୁ ଯାଉଛି ବିଚାରଧାରାର ଦଳ। ଜନସଂଘ ବିଜେପି ଆଉ ବର୍ଷେ 2 ବର୍ଷ ପରେ 75 ବର୍ଷ ହେବ। ଇଏ ସମୟ ଭିତରେ ସୋସିଆଲିଷ୍ଟ ପାର୍ଟି 100 ଭାଗ ହେଇଛି, କଂଗ୍ରେସ 100 ଭାଗ ହେଇଛି, 150 ଭାଗ ହେଇଛି, କମ୍ୟୁନିଷ୍ଟ 100 ଭାଗ ହେଇଛି। କିନ୍ତୁ ଜନସଂଘ କେବେ ବିଭାଜିତ ହେଇନି, ଭାରତୀୟ ଜନତା ପାର୍ଟି କେବେ ବିଭାଜିତ ହେଇନି। ଆମ ଦଳରେ କେବେ କୌଣସି ବିବାଦ ଆଉ ଗୋଷ୍ଠୀ ବିବାଦ ଇଏ ସବୁ ଆମ ଦଳରେ ନାହିଁ କେବେ। ତାହେଲେ ଏଇ ଯେଉଁ ଘଟଣା ସବୁ ଘଟିଗଲା ଆପଣଙ୍କ ଉପସ୍ଥିତିରେ, ମୁଁ ବଲାଙ୍ଗୀର ପ୍ରେସ୍ ମିଟ୍ରେ ଆପଣ ସାମ୍ବାଦିକମାନଙ୍କୁ ପଚାରିଦେବେ, ମୁଁ ତାଙ୍କୁ ଦସ୍ତାବିଜ ଦେଇଥିଲି। ଦସ୍ତାବିଜ ମୋ ପାଖରେ ଏବେ ନାହିଁ, ଦେଇଥାନ୍ତି ଆପଣଙ୍କୁ। ସେମାନଙ୍କୁ ସମସ୍ତଙ୍କୁ ଇଣ୍ଡିଭିଜୁଆଲ ଦସ୍ତାବିଜ ଦେଇଛି। ଯେଉଁ ଲୋକଟି ଗଣ୍ଡଗୋଳ କଲା ତାର ଗୋଟେ ବହି ପୁରା ମୁଁ ଦେଇଛି ଯେ ଶଙ୍ଖ ଚିହ୍ନ ଏବଂ ତା ପ୍ରୋଗ୍ରାମରେ ଇନଭଲଭମେଣ୍ଟ ଯେଉଁ ଲୋକଟି ଗଣ୍ଡଗୋଳ କଲା ସେଥିରେ ପୁରା ଦସ୍ତାବିଜ ମୁଁ ତାଙ୍କୁ ଧରେଇଛି। ବିଜୁ ଜନତା ଦଳ ମିଡ଼ିଆର ବନ୍ଧୁମାନେ ସମସ୍ତଙ୍କୁ ମୁଁ ସେ ବଲାଙ୍ଗୀରରେ ପ୍ରେସ୍ କନଫରେନ୍ସ କରି ତା ପରଦିନ ଯେଉଁ ମୋ ପ୍ରେସ୍ ଥିଲା, ରେଗୁଲାର ପ୍ରେସ୍ ଥିଲା, ମୋ ପ୍ରେସ୍ ବ୍ରିଫିଂ ପରେ ସେମାନେ ପଚାରିଥିଲେ, ମୁଁ ତାଙ୍କୁ ବହି ଦେଇଥିଲି। ଇଏ ହେଉଛି ସେଇ ଲୋକ ଯେଉଁ ଲୋକ ମୋର ଫ୍ଲେକ୍ସରେ ଫଟୋ ମାରିକି ଯେ ମୋ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଲେଖିଛି। ଇଏ ହେଉଛି ବିଜୁ ଜନତା ଦଳର ଶଙ୍ଖ ଚିହ୍ନର 100, 150, 200 ଫଟୋ ମୁଁ ତାର ଦେଇଛି ଶଙ୍ଖ ଚିହ୍ନ ସହିତ। ଆଚ୍ଛା, ଆପଣଙ୍କ ଦଳୀୟ କର୍ମୀ ଭିତରେ ଗଣ୍ଡଗୋଳ ହେବ, ଆପଣ ସିଧା ଦାୟୀ କରିବେ ବିଜେଡ଼ିକୁ, ଏଇଟା ଗୋଟେ ଅଜବ କଥା ନୁହେଁ? ମୁଁ ବିଜେଡ଼ିକୁ ଦାୟୀ କରିନି,
से लोकटी बीजेडी अच्छी मु बीजेडी दायी करनी बीजेडी से लोकटी अच्छे सी बीजेडी रे बीजेपी रे मेंबर न होई बीजेपी रे न रही सी जो गंडोल जो चेष्टा अपचेष्टा करता गंडोल तो किसी है नहीं गंडोल अपचेष्टा करता सेटा सी पदारे पड़ी सी लोकटी अच्छा मनमोहन बाबू आपण सभापति दायित्व नवा पर विभिन्न समय विभिन्न जगार बराबर गोटे कथा कहते जे मोदी सरकार गत 9 वर्ष भितर राज्य को 18,38,000 कोटी टंकार आर्थिक अनुदान 84,000 कोटी टंकार अनुदान ଦେଇଛନ୍ତି किंतु आपण को अभियोग गला ए सबु टंका हरलुट होची मोर कहया था ए संपर्क में केंद्र सरकार अवगत अच्छा ना सब अवगत अच्छा नल प्रधानमंत्री आवास योजना को 2000 मसीह 3 वर्ष 4 वर्ष बंद कर कारण इनक्वारी पठार कारण कौन इनक्वारी बर्तमान लोक नोटिस गला टंका रिफंड कर टंका रिटर्न दियो जो मैंने घर नहीं बर्तमान आहरी 8 लाख घर इनक्वारी चलती इनक्वारी चलती जो घर गुड़िक से बेनामी नहीं विभिन्न लोक ना डबल 3 4 5 8 घर नहीं से इनक्वारी होदी करप्शन है ताले पाखे पैसा गला कुआड़े पंचायत रे काम है नहीं बिल है एनआरजीएस रे महात्मा निश्चित कर्म नियुक्ति योजना रे काम है जो जो प्रोजेक्ट पास है 11-12 वर्ष पिला जॉब कार्ड देकी पैसा बैंक अकाउंट को आसी नंबर ऑफ केस पंचायत डिपार्टमेंट सब कागज केते लोग सस्पेंड है केते लोग हवा जाऊँ किसी लोग टर्मिनेट करा किसी लोग इलेक्शन कमिशन इलेक्शन बाहर कर देते बहुत दृष्टांत अच्छे जदि एत बड़ा घटना होची मनमोहन बाबू ताले कार्यानुष्ठान सुन कौन पाई कार्यानुष्ठान किए गुहारी क्या कर अच्छी किए कर शुण नहीं आपण पश्चिमबंग बिहार दिल्ली ए भलिया राज्य रे जदि कार्यानुष्ठान होची सीबीआई रेड होची ईडी रेड होची ताले ओडिसा रे हबी असुविधा कोन अछि जदि नवदास केस को सीबीआई के दबाव से डरचंती आ चार्जसीट हिसाब से कर दबा को जब आत्मविश्वास था जे गोटे प्रकाश मिश्र डीजी सीबीआई बोली सुप्रीम कोर्ट हाईकोर्ट भर्सना कला मुख्यमंत्री जदि सी से विजिलेंस करने समय लगलानी गोटे गोटे मिनिट गले कारण सीबीआई डायरेक्टर हो गले सरकार कच्चा चिठा खोलदे किंतु से जगार नवदास मर्डर केस इतिहास कौन है जो जो घटना घटी आज पर्यंत गोटे केस से निरपेक्ष तदंत देले खनि दुर्नीति डिपार्टमेंट विभाग में इनक्वारी कला सी भी विजिलेंस डायरेक्टर जी थे प्रथम से कहला हाँ 100 केते कोटी दुर्नीति होपर विजिलेंस घटी दिगला अनूप पट्टनायक तेणु आप भावतु विभाग लोक अधीन काम करता से केते इनक्वारी कर भी जड़े विजिलेंस डायरेक्टर को देले एवं सी कहला ना 180 कोटी 180 कोटी दुर्नीति खनि दुर्नीति शाह कमिशन पुणी आसला बसला इनक्वारी है देखिए सब विषय आत्म साहस नहीं नैतिक साहस नहीं से कहीपर तुम्हें कहल 33% जमी जलसेचन कर 9 मसीहा इलेक्शन में निर्वाचन इस्ताहार मैनिफेस्टो जहाँ कहुए अक्षर पालन करने उचित 1 इंच जमी जलसेचन है कि पुणी 14 मसीह कहले 10 लाख हेक्टर जमी जलसेचन कर 1 इंच जमी है कि केते टंका केन्द्र देता टंका फेरीगला कम है कि 2019 पुणी 35% जमी प्रति ब्लॉक में आम करूँ 1 इंच जमी 4.5 वर्ष भर है कि आज जो घोषणा कर मो मूल प्रसंग आसतु ना जदि एत घटना होची विभिन्न राज्य तो सीबीआई रेड होची ईडी रेड होची ओडिसा रे ए रेड ए भले रेड कहीं होनी कोडा सीबीआई रेड ईडी रेड आपण तो देखिए पड़ोसी पश्चिमबंग रे सीबीआई रेड होची ईडी रेड होची दिल्ली रे होची बिहार रे होची ओडिसा रे कोन पे हो आपण हबनी बोली काई भाबु ना एपन तो काहे हेनी ना काहे हेनी आपण जने सीबीआई रे व्यवस्था आपण जानछन ईडी रे व्यवस्था जानछन टोटाल केस रो डिटेल प्राइमा फेसी केस सब मिलला पर से इनक्वारी जानती आप ईओडब्ल्यू ओडिशा रे उठी से सब तथ्य न जानी क्या इनक्वारी इन्वेस्टिगेशन एफआईआर कर सब करा जो सब डॉक्यूमेंट आम हाथ में पहुँच आम आशा करिया कि निर्वाचन पूर्व एभली रेड हम बोली आपण कौन जेपार सी विश्वास कर जोटा कौन हम आप अपेक्षा कर देखो कौन हो आपण सरकार को विरुद्ध में कहते किंतु लोकों भीतर गोटे धारणा अच्छी आउ या विभिन्न स्तर आलोचना हुए जे बीजेपी बीजेडी एक से भीतर गोटे बुझाणा अच्छी सिक्रेट अंडरस्टैंडिंग
ଆପଣଙ୍କର ସତରେ ସତ୍ସାହସ ଅଛି ଆମ ଦର୍ଶକମାନଙ୍କୁ କହିବା ପାଇଁ ଯେ ଆମ ଭିତରେ ସେମିତି କିଛି ନାହିଁ, ଆମର ସିକ୍ରେଟ୍ ଅଣ୍ଡରଷ୍ଟାଣ୍ଡିଂ ନାହିଁ, ତାଙ୍କ ଦଳ ଅଲଗା ଆମ ଦଳ ଅଲଗା, ଏ କଥା ଆପଣ କହିପାରିବେ? କେବଳ ମିଡ଼ିଆ ଏଇ କଥାଟାକୁ ବଞ୍ଚେଇକି ରଖିଛି। ବିଜେପି ବିଜେଡ଼ି ଲୋକଙ୍କ ପାଖରେ ବିଲକୁଲ ଏଇଟା ନାହିଁ। ବିଜେଡ଼ି ବିଜେପିର 2009 ମାର୍ଚ୍ଚ 4 ତାରିଖ ଦିନ ମେଣ୍ଟ ନିଜେ ନବୀନକୁ ଭାଙ୍ଗି ନିଜେ ସେ ମେଣ୍ଟ ସେମାନେ କହିଛନ୍ତି ଆମେ ଆଉ ବିଜେଡ଼ି ବିଜେପି ମେଣ୍ଟରେ ନାହୁଁ। 9 ମସିହା ମାର୍ଚ୍ଚ 4 ତାରିଖ ଦିନ ଆଜି ପର୍ଯ୍ୟନ୍ତ ଆପଣ କପଳ କଳ୍ପିତ କାହାଣୀ କହିକି ଏଟାକୁ ବଞ୍ଚେଇକି ରଖିଛନ୍ତି। କାହିଁକିନା ବିଜେପିଟା ଗ୍ରୋ ନ କରୁ, ଏଇଟା ହେଉଛି ପାର୍ଟ ଅଫ୍ ଦ ଷ୍ଟ୍ରାଟେଜି ଅଫ୍ ବିଜେଡ଼ି। ଆଉ ବିଜେଡ଼ିର ଷ୍ଟ୍ରାଟେଜିରେ ଆପଣମାନେ ଟିକେ ସାହାଯ୍ୟ କରୁଛନ୍ତି। ଏଥିରୁ କ୍ଷାନ୍ତ ହେବାକୁ ମୁଁ ଅନୁରୋଧ କରିବି। କୌଣସି ମେଣ୍ଟ ଯେତେବେଳେ ହେବ ପଲିଟିକ୍ସରେ ଲୁଚାଛପା କିଛି ନାହିଁ। ଯଦି ମେଣ୍ଟ ହେବ ଖୋଲମ ଖୋଲା ମେଣ୍ଟ ହୁଏ, ରାଜନୀତିରେ ଭିତରିଆ ମେଣ୍ଟ କିଛି ହୁଏନି। ଆପଣ ଯେଉଁଦିନ ମେଣ୍ଟ ହେବ ସେଦିନ ଆପଣଙ୍କ ଆଗରେ ମେଣ୍ଟ ହେବ। ତା ଭିତରେ ଏ ବିଷୟରେ ଏ ପ୍ରଶ୍ନ ଫ୍ୟୁଚରରେ କୌଣସି ଆପଣ ବନ୍ଧୁମାନେ ଭାଇମାନଙ୍କୁ ସାମ୍ବାଦିକମାନଙ୍କୁ ଏଥିରେ କ୍ଷାନ୍ତ ହୁଅନ୍ତୁ। କାରଣ ଗୋଟେ ଦୁର୍ନୀତି ଅନୀତି ଅତ୍ୟାଚାର ବ୍ୟଭିଚାର କରୁଥିବା ସରକାରକୁ ସିଧାସଳଖ ହଉ ଇନଡାଇରେକ୍ଟ ଡାଇରେକ୍ଟ ହଉ ସମର୍ଥନ ସାମ୍ବାଦିକମାନେ ତ କରିବା ଉଚିତ ନୁହେଁ। ଆଜି ନୁହେଁ 14 ବର୍ଷ ଧରି ଗୋଟେ ସାଜିଶ ଏ ଚକ୍ରାନ୍ତରୁ ଆପଣମାନେ କ୍ଷାନ୍ତ ହେବେ। ଆଚ୍ଛା, ଅତୀତରେ ଆପଣ ମେଣ୍ଟ ସରକାରରେ ମନ୍ତ୍ରୀ ହେଇଛନ୍ତି, ଏ କଥା ତ ଆପଣଙ୍କର ମନେ ଥିବ। ନିଶ୍ଚିତ ଏଭଳି ଆଉ ଗୋଟେ ମେଣ୍ଟ ସରକାର 2024ରେ ଦେଖିବାକୁ ମିଳିବ କି? ଆଦୌ ନାହିଁ, ସମ୍ଭାବନା ନାହିଁ, 1.001 ନାହିଁ। ଯଦି ଏତେ କଥା ସବୁ ସତ ମନମୋହନ ବାବୁ, ତାହେଲେ ନିକଟରେ ଯେଉଁ ସଂସଦର ଅଧିବେଶନ ବସିଲା, ନୋ କନଫିଡେନ୍ସ ମୋସନ୍, ୟା ବିରୁଦ୍ଧରେ ବିଜେଡ଼ି ଭୋଟ ଦେଲା, ଦିଲ୍ଲୀ ବିଲ୍ ଉପରେ ବିଜେଡ଼ି ମଧ୍ୟ ଭୋଟ ଦେଲା, ଏଥିରୁ କ'ଣ ବୁଝା ପଡ଼ୁଛି? ସେଟା ନବୀନଙ୍କୁ ପଚାରନ୍ତୁ କାହିଁକି ସେମାନେ ସମର୍ଥନ ଦେଲେ। ଆପଣ ନବୀନଙ୍କୁ ପଚାରି ପାରିବେନି, କାରଣ ନବୀନ ପର୍ଯ୍ୟନ୍ତ ଆପଣ ଯାଇପାରିବେନି, କିନ୍ତୁ ପଚାରିକି ତାଙ୍କଠୁ ବୁଝିବା ଉଚିତ କାହିଁକି ସେମାନେ ସମର୍ଥନ ଦେଲେ। ସେ ଉତ୍ତର ମୁଁ କେମିତି ଦେବି? କାହିଁକି ସେମାନେ ସମର୍ଥନ ଦେଲେ, କ'ଣ କମ୍ପଲସନ୍ ଥିଲା, ତାଙ୍କ ପାଇଁ କ'ଣ ପ୍ରୋବ୍ଲେମ୍ ଅଛି, ସେଇଟା ମୁଁ କହିବିନି। ସେଇଟା ଆପଣ ପଚାରିକି ବୁଝିବେ ତାଙ୍କ ଦଳଠୁ। ଆଚ୍ଛା, ଆପଣ ଯେଉଁ କଥାଟି କହିଲେ ଭାରେ ବେଶ ଦୃଢ଼ ଭାବରେ କହୁଛନ୍ତି, ନବୀନଙ୍କୁ ପର୍ଯ୍ୟନ୍ତ ଆମେ ଯାଇପାରିବୁନି। କ'ଣ ପାଇଁ ନବୀନଙ୍କୁ ପର୍ଯ୍ୟନ୍ତ ଆମେ ଯାଇପାରିବେ ତ ନାହିଁ? MLA ମନ୍ତ୍ରୀ MP ତାଙ୍କୁ ତ ଭେଟି ପାରୁନାହାନ୍ତି, ଆପଣ କ'ଣ ଭେଟିପାରିବେ? ଆଉ କେଉଁ ସାମ୍ବାଦିକମାନେ ଭେଟିପାରିବେ? ଆପଣ ମୁଁ ଦେଖୁନି କି ଗଣମାଧ୍ୟମର ପ୍ରତିନିଧି ହିସାବରେ ଆମେ ମୁଖ୍ୟମନ୍ତ୍ରୀକୁ ଭେଟିପାରିବୁନି? ଯାଇପାରିବେନି। ଯାଇପାରିଲେ ପଚାରିବେ, ଯଦି ଆପଣ ଯାଇପାରିବେ ଆପଣଙ୍କୁ ଅନୁମତି ମିଳିଯିବ ଆପଣ ପଚାରିବେ। ମନମୋହନ ସାମଲ କହୁଥିଲେ ଆଉ ଆପଣ ଏଇ ସବୁ ସମର୍ଥନ ବିଜେପିକି ଦେଲେ କାହିଁକି ଦେଲେ, ସେ ଉତ୍ତର ଦେବେ ଆପଣ।